ଜଟଣୀ ରାଜାବଜାର ସୋନି ଜୁଏଲାରୀ ସଟର କାଟି ଚୋରି ଘଟଣାର ଅଧିକ ତଦନ୍ତ ଜାରି। ଗତକାଲି ବିଳମ୍ବିତ ରାତ୍ରିରେ ଜଟଣୀ ରାଜାବଜାର ସ୍ଥିତ ସୋନି ଜୁଏଲାରୀ ଦୋକାନର ସଟର କାଟି କିଛି ଦୁର୍ବୃତ୍ତ ଚୋରି କରିଥିଲେ। ଜୁଏଲାରୀ ଦୋକାନ ସମ୍ମୁଖରେ ଥିବା ଇଲେକ୍ଟ୍ରି ମିଟରରୁ ବିଦ୍ୟୁତ୍ ନେଇ କଟର ସାହାଯ୍ୟରେ ସଟର କଟାଯାଇଥିଲା। ଆଜି ଏ ବାବଦରେ ଜଟଣୀ ଥାନାରେ ସୋନି ଜୁଏଲାରୀ ଦୋକାନ ମାଲିକ ଅଭିଯୋଗ କରିଥିଲେ। ତେବେ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳ ଘଟଣାସ୍ଥଳରେ ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ ପହଞ୍ଚି ସିସିଟିଭି ଯାଞ୍ଚ କରି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି।